ମୁଁ ଆଜି ସକାଳୁ ସକାଳୁ ପଳେଇ ଆସିଲି ଢେଙ୍କାନାଳ ଜିଲ୍ଲାରେ ଥିବା ତେନ୍ତୁଳିଆପଡ଼ା ଗ୍ରାମକୁ। ସେଠାରେ ମା ମଙ୍ଗଳାଙ୍କର ପୀଠସ୍ଥଳୀ। ବିଶେଷ କହିବାକୁ ଗଲେ ଏହି ବ୍ରତଟି ମା ମାଉସୀ ମାନଙ୍କର। ପ୍ରତିବର୍ଷ ଚୈତ୍ର ମାସ 4 ମଙ୍ଗଳବାରେ ଏହି ପୂଜା ଅର୍ଚ୍ଚନା ଏବଂ ମାନସିକ ରକ୍ଷା କରାଯାଏ। କେତେ ଦୂର ଦୂରାନ୍ତରୁ ଭକ୍ତମାନେ ମାଙ୍କ ପାଖକୁ ପାଛୋଟି ଆସନ୍ତି। ଦେଖନ୍ତୁ ଏଠାରେ ବେପାରୀ ଭାଇ ମାନଙ୍କର ମଧ୍ୟ ପ୍ରବଳ ଭିଡ଼, ହଜାର ହଜାର ଭକ୍ତ, ଏବଂ ଆମକୁ ଦର୍ଶନ କରିବାକୁ ପାଖାପାଖି 1.5 ଘଣ୍ଟା ଭଳିଆ ଲାଗିଗଲା। ଯେଉଁଠି କଷ୍ଟ ନାହିଁ ସେଠି ଭଗବାନଙ୍କୁ ମଧ୍ୟ ଆପଣ ଦର୍ଶନ କରିପାରିବେନି। ଯାହାର ଯାହା ମାନସିକ ଥାଏ ନାଲି ଶଙ୍ଖା ଏବଂ ଛିଟ ମାଙ୍କର ଏହି ବୃକ୍ଷ ମୂଳରେ ବାନ୍ଧି ମାନସିକ ରଖନ୍ତି। ଦେଖନ୍ତୁ ମାଙ୍କର ମନ୍ଦିର ସମ୍ମୁଖରେ ପଣା ମା ମାନେ ଏଠି ଦିଅନ୍ତି। ଜୟ ମାଙ୍କ ପାଖରେ ଯାହାର ମାନସିକ ଥାଏ କେଶ ମଧ୍ୟ ଏଠି ଦାନ କରନ୍ତି। ଦେଖନ୍ତୁ ଛୋଟ ହେଉ କିମ୍ବା ବୟସ୍କର ମାନସିକ ରଖିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତାଙ୍କ ଗ୍ରାମବାସୀକୁ ମଧ୍ୟ ଧନ୍ୟବାଦ, ଏତେ ସୁନ୍ଦର ଆୟୋଜନ କରିଛନ୍ତି ଏବଂ କମିଟିକୁ ମଧ୍ୟ ଧନ୍ୟବାଦ ଏବଂ ପ୍ରସାଦ ସେବନର ମଧ୍ୟ ଆୟୋଜନ ବି କରିଛନ୍ତି। ଯାହା ଆଉ ଏଉଠି ଭଳିଆ ଜାଗାରେ ଏତେ ସୁନ୍ଦର ମାଙ୍କ ପାଖରେ ଦେଖନ୍ତୁ ଏଠି ବାହାରେ ମଧ୍ୟ ବେପାରୀ ଭାଇ ମାନଙ୍କର ମଧ୍ୟ ବି ବହୁତ ଥଣ୍ଡା ସରବତ ବି ମଧ୍ୟ ଭକ୍ତମାନଙ୍କ ପାଇଁ ଆପଣ ମାନେ ଆସି ବୁଲିକରି ଏଠାକୁ ଯାଆନ୍ତୁ।